ବିଜୁ ବାବୁ ଯିଏକି ଓଡ଼ିଶାର ସ୍ୱପ୍ନ ଦେଖୁଥିଲେ, ଓଡ଼ିଶାକୁ ସୁନ୍ଦର ଓଡ଼ିଶା, ସୁସ୍ଥ ଓଡ଼ିଶା କରି ଗୋଟେ ଓଡ଼ିଶା ରାଜ୍ୟକୁ ସେ ସାରା ବିଶ୍ୱରେ ନା ଦେଖାଇବା ପାଇଁ ଚାହୁଁଥିଲେ। ସେ ତାଙ୍କ ସମୟରେ ସେ କରିପାରିନାହାନ୍ତି। ଓଡ଼ିଶା ଲୋକଙ୍କର ବୋଧେ ସେଇ ଆଶା ଥିଲା ନବୀନ ବାବୁ ନୂଆ କରି କିଛି ଓଡ଼ିଶାକୁ କରି ବିଶ୍ୱ ଦରବାରରେ ତା'ର ଗୋଟେ ପରିଚୟ ଦେବେ, କିନ୍ତୁ ସେମିତି କିଛି ହେଲାନି। ସେ ତାଙ୍କ ନାଁର ପରାକାଷ୍ଠା ସେ ନିଜେ ମଧ୍ୟ ଦେଖାଇ ପାରିଲେନି। ସେ ତାଙ୍କର ଓଡ଼ିଶା ପ୍ରତି କିଛି ଅବଦାନ ମଧ୍ୟ ରହିଲାନି। ହଁ, ଦୀପ ଜଳିଲା ବେଳକୁ ଜୋରରେ ଜଳିଲା ପରି, ଦୀପଟା ଲିଭିଲା ବେଳକୁ ଜୋରରେ ଜଳିଲା ପରି ନବୀନ ବାବୁ ଯେତେବେଳେ କେନ୍ଦ୍ର ଚାଉଳ ଉପରେ ଅଧିକାରଟା ଦେଖାଇଲା, ନବୀନ ବାବୁ କହୁଥିଲେ ଚାଉଳ ମୁଁ ଦେଉଛି। ଯେତେବେଳେ କେନ୍ଦ୍ର ଚାଉଳ ଦେଉଛି ବୋଲି ସାରା ଓଡ଼ିଶାବାସୀ ଜାଣିଲେ, ସେତେବେଳେ ନବୀନ ବାବୁ 2ଟା ବ୍ୟାଗ୍ ଦେଲେ, ଯେଉଁଥିରେ ଲେଖା ହେଲା ନବୀନ ଓଡ଼ିଶା। ହେଲେ ଲୋକମାନଙ୍କୁ ଯେଉଁ ବ୍ୟାଗ୍ର ଦାମ୍ ହେଲା 1300 କୋଟି, ଯାହାର ଖର୍ଚ୍ଚ ହେଇଛି 1300 କୋଟି, ଯାହାକି ରାମ ମନ୍ଦିର ନିର୍ମାଣ ଖର୍ଚ୍ଚର ପାଖାପାଖି, ସେ ନୂଆ କରି ଓଡ଼ିଶାକୁ ତିଆରି କରିଛନ୍ତି ନା ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କିଛି କରିପାରିଛନ୍ତି? କିଛି ବୁଝି ହେଉନି। ବିକି ଦେଇଛନ୍ତି ଓଡ଼ିଶାଟାକୁ, କିଛି ବୁଝି ହେଉନି। ହଁ, ନବୀନ ବାବୁ ଏତିକି କରିଛନ୍ତି କି ଓଡ଼ିଶାର ରାଜସ୍ୱକୁ ତାମିଲ ହାତରେ ଟେକି ଦେଇଛନ୍ତି। ସରକାରୀ ଚାକିରିରେ ବେକାର ଯୁବକମାନଙ୍କୁ ଥଇଥାନ ନ କରି ପ୍ରାଇଭେଟ୍ କମ୍ପାନୀକୁ ଟେଣ୍ଡର ଦେଇ ଓଡ଼ିଶାର ବେକାରୀ ହାର ବୃଦ୍ଧି କରିଛନ୍ତି। ନବୀନ ବାବୁଙ୍କ ଯୋଗୁଁ ଶିକ୍ଷା ଭୁଷୁଡ଼ି ପଡ଼ିଛି। ମିଶନ ଶକ୍ତି ନାଁରେ ମହିଳାମାନଙ୍କୁ ପରିବାରଠାରୁ ଅଲଗା କରିବାକୁ ପ୍ରୟାସ କରିଛନ୍ତି। ଓଡ଼ିଶାର ଆବାଳ ବୃଦ୍ଧ ବନିତା ଘରେ ଘରେ ନିଶାସକ୍ତମାନଙ୍କୁ ମିଳୁଛି। ଛୋଟ ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଶାରେ ମତୁଆରା ହେଇ ରହୁଛନ୍ତି। ନବୀନ ପଟ୍ଟନାୟକ ଏଇଗୁଡ଼ା ମଦରୁ ଅଧିକ ରାଜସ୍ୱ ମିଳୁଛି ବୋଲି ମଦ ଘରେ ଘରେ ପହଞ୍ଚାଇ ଦେଇପାରିଛନ୍ତି। ଏଇଟା ତାଙ୍କର ଏଗୁଡ଼ା ସବୁ ବହୁତ ଏଇସବୁ କାର୍ଯ୍ୟ କରିଛନ୍ତି, ଯେଉଁଟାକି ଓଡ଼ିଶା ପାଇଁ ବିଲକୁଲ ଅନୁକୂଳ ନୁହେଁ। ତ ଆଗକୁ ଆହୁରି ଅନେକ କିଛି ଅଛି, ମୁଁ ଯେତିକି ଜାଣିଛି ଆହୁରି ମଧ୍ୟ କହିବି। ଯେଉଁମାନେ ବହୁତ କାନ୍ଦୁଛନ୍ତି ନବୀନ ଦେଇଛନ୍ତି, ନବୀନ ବାବୁ ଦେଇଛନ୍ତି, ନବୀନ ବାବୁ ହାରିଗଲେ, ବିଜେଡ଼ି ଗଭର୍ଣ୍ଣମେଣ୍ଟ ହେଲାନି, ସେମାନେ କିଛି ବୁଝନ୍ତୁ ଯେ ନବୀନ ବାବୁ କିଛି ନୁହେଁ। ଯେଉଁଦିନ ନିଜେ କିଛି ବୁଝିବ ସେଦିନ ସବୁ କିଛି ଠିକ୍ ହେବ। ହଉ, ଏତିକି ରଖୁଛି।